ପୂର୍ବ ଭିଡିଓରେ ଆମେ କଥା ହୋଇଥିଲେ ଯେ ଯେଉଁ ଦର୍ପଣ ଗୁଡ଼ିକ ଗୋଲକ ପୃଷ୍ଠର ଏକ ଅଂଶ ହୋଇଥାଏ ତାହାକୁ ଆମେ ବର୍ତ୍ତୁଳାକାର ଦର୍ପଣ ବୋଲି କହିଥାଉ। ଏହି ଭିଡିଓରେ ଆମେ ସେ ବର୍ତ୍ତୁଳାକାର ଦର୍ପଣର କିଛିଟି ବୈଷୟିକ ଶବ୍ଦ ବିଷୟରେ ଜାଣିବା ଏବଂ ବର୍ତ୍ତୁଳାକାର ଦର୍ପଣର ସେ ବୈଷୟିକ ଶବ୍ଦ ଗୁଡ଼ିକ କ'ଣ ଚାଲନ୍ତୁ ଦେଖିବା। ପୂର୍ବ ଭିଡିଓରେ ଆମେ ଦେଖିଥିଲେ ଯେ ଯଦି ମୁଁ ସମାନ୍ତର ଆଲୋକ ରଶ୍ମି ଗୁଡ଼ିକ ନେବି ଏବଂ ତାହାକୁ ବର୍ତ୍ତୁଳାକାର ଦର୍ପଣରେ ପକାଇବି ତାହେଲେ ସେଗୁଡ଼ିକ ଆସି ଏକ ବିନ୍ଦୁରେ କେନ୍ଦ୍ରୀଭୂତ ହେଉଥିଲେ ଏବଂ ତାହାକୁ ଆମେ ଫୋକସ୍ ବୋଲି କହୁଥିଲେ। ବର୍ତ୍ତମାନ ଏହି ଭିଡିଓରେ ଆମେ ଜାଣିବା ଯେ ସେ ଫୋକସ୍ଟି କେଉଁ ସ୍ଥାନରେ ଥାଏ। ଚାଲନ୍ତୁ ଦେଖିବା। ବର୍ତ୍ତୁଳାକାର ଦର୍ପଣର ମଝି ପଏଣ୍ଟଟିକୁ ବା ମଝି ବିନ୍ଦୁଟିକୁ ଆମେ ପୋଲ୍ ବା ମେରୁ ବୋଲି କହିଥାଉ। ତେଣୁକରି ଏହାକୁ ପି ଅକ୍ଷରରେ ଆମେ ନାମିତ କରିଥାଉ। କାହିଁକି ନା ମେରୁର ଇଂରାଜୀ ହେଉଛି ପୋଲ୍। ତେବେ ବର୍ତ୍ତମାନ ଚାଲନ୍ତୁ ଫୋକସ୍ ଦୂରତା କ'ଣ ଦେଖିବା। ଏହି ପୋଲ୍ ବା ମେରୁ ଏବଂ ଫୋକସ୍ ବିନ୍ଦୁ ମଧ୍ୟରେ ଥିବା ଦୂରତାକୁ ଆମେ ଫୋକସ୍ ଦୂରତା ସ୍ମଲ୍ ଏଫ୍ ଦ୍ୱାରା ଡିନୋଟ୍ କରିଥାଉ ବା ସ୍ମଲ୍ ଏଫ୍ ଦ୍ୱାରା ଦର୍ଶାଇଥାଉ। ଏହାକୁ ଆମେ କ'ଣ କହିଥାଉ? ଏହାକୁ ଆମେ ଫୋକସ୍ ଦୂରତା ବୋଲି କହିଥାଉ। ତେବେ ଏହି ଫୋକସ୍ ଦୂରତାଟି କେତେ ହେବ? ଦେଖନ୍ତୁ, ଯଦି ମୁଁ ଏହି ପୋଲ୍ ଏବଂ ସେଣ୍ଟର ଭିତରେ ବା এই ଯେଉଁ ଗୋଲକର କେନ୍ଦ୍ର ମଧ୍ୟରେ ଦୂରତା ଦେଖୁଛି ତାହେଲେ ଏହି ଫୋକସ୍ଟି ଏହି ପୋଲ୍ ଏବଂ ସେଣ୍ଟର ବା କେନ୍ଦ୍ରବିନ୍ଦୁ ମଝିରେ ହିଁ ଥାଏ, ପାଖାପାଖି ମଝିରେ ଥାଏ। ତେଣୁକରି ଏଠାରେ ଫୋକସ୍ ଦୂରତା ହେଉଛି r/2। ତେବେ r କ'ଣ? ଆମମାନେ ଜାଣିଛନ୍ତି ଯେ ଯଦି ଆମେ ଗୋଲକର ଏଇଟା କ'ଣ ଗୋଲକ ପୃଷ୍ଠଭୂମିରୁ ଆମେ ଯଦି କେନ୍ଦ୍ରକୁ ଦୂରତା ନେଉଛନ୍ତି ତାହେଲେ ଆମେ କ'ଣ କହିବା? ତାକୁ ରାଡିୟସ୍ ବା ବ୍ୟାସାର୍ଦ୍ଧ କହିବା। ଏବଂ ଏହି ଫୋକସ୍ ବିନ୍ଦୁଟି ଏହି ପୋଲ୍ ବା ମେରୁ ଏବଂ କେନ୍ଦ୍ରବିନ୍ଦୁ ମଝିରେ ରହିଛି, ମଝିଆମଝି ରହିଛି। ତେଣୁକରି ଏହାକୁ ଆମେ କ'ଣ କରିଦେବା? ଏ ଦୂରତାଟି କେତେ ହେଇଯିବ? ରାଡିୟସ୍ ବା ବ୍ୟାସାର୍ଦ୍ଧର ଅଧା ହୋଇଯିବ। ତେଣୁକରି ଆମେ ଲେଖିଦେଲେ f = r/2। ତେବେ r କ'ଣ ହେଇଯାଉଛି? r ହେଇଯାଉଛି ଏଇ ବର୍ତ୍ତୁଳାକାର ଦର୍ପଣଟି ଯେଉଁ ଗୋଲକର ଏକ ଅଂଶ ସେଇ ଗୋଲକର ବ୍ୟାସାର୍ଦ୍ଧକୁ ଆମେ r ରେ ଦେଖାଇଛନ୍ତି। ତେବେ ଏଇ r ର ମଧ୍ୟ ଏକ ନାମ ରହିଛି। ଦେଖନ୍ତୁ, ଏହା ହେଉଛି ଏଇ ଯେଉଁ ଗୋଲକରୁ এই ବର୍ତ୍ତୁଳାକାର ଦର୍ପଣଟି କଟା ହୋଇ ଆସିଛି ତାହାର ହେଉଛି ଏହା ବ୍ୟାସାର୍ଦ୍ଧ। କିନ୍ତୁ এই ଦର୍ପଣଟିର ଏହା କ'ଣ ହେବ? ଏ ଦର୍ପଣଟିର ହେବ ବକ୍ରତା ବ୍ୟାସାର୍ଦ୍ଧ ବା ତାକୁ ଇଂରାଜୀରେ ଆମେ ରାଡିୟସ୍ ଅଫ୍ କର୍ଭେଚର ବୋଲି କହିଥାଉ। ତେବେ ବକ୍ରତା ବ୍ୟାସାର୍ଦ୍ଧ କ'ଣ ହେଇଗଲା? ଦେଖନ୍ତୁ, এই ଆମର ଦର୍ପଣ ଉପରେ ଯେଉଁ ପୋଲ୍ ଅଛି ବା ମେରୁ ଅଛି ଏବଂ এই ଯେଉଁ ଗୋଲକ ପୃଷ୍ଠଟି ରହିଛି ଯେଉଁଥିରୁ ଏ ଦର୍ପଣଟି କଟା ହୋଇ ଆସିଛି ତାର ସେଣ୍ଟର ମଧ୍ୟରେ ଯେଉଁ ଦୂରତା ରହିଛି ତାକୁ ଆମେ କହିଥାଉ ଦର୍ପଣର ବକ୍ରତା ବ୍ୟାସାର୍ଦ୍ଧ। ଏହା ସେଇ ଗୋଲକର ହେଉଛି ବ୍ୟାସାର୍ଦ୍ଧ କିନ୍ତୁ ଦର୍ପଣର କ'ଣ ହେଉଛି? ଦର୍ପଣର ହେଉଛି ବକ୍ରତା ବ୍ୟାସାର୍ଦ୍ଧ। এই ଜିନିଷଟିକୁ ଲ୍ୟାବ୍ରେ ଦେଖିଲା ବେଳେ ମୁଁ ପିଲାଦିନେ ବହୁତ କନଫ୍ୟୁଜ୍ ହେଉଥିଲି। କ'ଣ କନଫ୍ୟୁଜ୍ ହେଉଥିଲି ଚାଲ ଦେଖିବା। ଯେତେବେଳେ ପିଲାଦିନେ ମୋତେ ଏଇଭଳି ଲ୍ୟାବ୍ରେ ଏକ ମିରର ଦେଉଥିଲେ, ଦେଖନ୍ତୁ ଏଠାରେ ଏକ କ'ଣ ମିରର ଅଛି ବା ଦର୍ପଣ ଅଛି ଏବଂ ତା ଆଗରେ ଏକ ପେନ୍ ରହିଛି ଏବଂ ସେଇ ପେନ୍ର ଏଠାରେ ଏକ ପ୍ରତିବିମ୍ବ ସୃଷ୍ଟି ହୋଇଛି। ତେବେ ବର୍ତ୍ତମାନ ପାଇଁ ତୁମେ ପେନ୍ କିମ୍ବା ତାର ପ୍ରତିବିମ୍ବକୁ ଦେଖ ନାହିଁ। ବର୍ତ୍ତମାନ ତୁମେ ସମ୍ପୂର୍ଣ୍ଣ ନିଜର ଦୃଷ୍ଟି ଏହି ଦର୍ପଣ ଉପରେ ରଖ। ତେବେ ମୋତେ ପିଲାଦିନେ ଲାଗୁଥିଲା ଯେ ଏଇ ଯେଉଁ ଦର୍ପଣର ଯେଉଁ এই ଯେଉଁ ଗୋଲ এটা ଦର୍ପଣଟି କ'ଣ ଗୋଲ ଅଛି ଏବଂ ଏଇ ଯେଉଁଟି ହେଉଛି ତାର କ'ଣ ବ୍ୟାସାର୍ଦ୍ଧ ବା ବକ୍ରତା ବ୍ୟାସାର୍ଦ୍ଧ। କିନ୍ତୁ ଏହା ତାର ବକ୍ରତା ବ୍ୟାସାର୍ଦ୍ଧ ନୁହେଁ। ତାର ବକ୍ରତା ବ୍ୟାସାର୍ଦ୍ଧ କେଉଁଠି? ଏ ଯେଉଁ ଦର୍ପଣଟି ଗୋଟେ ଗୋଲକ ପୃଷ୍ଠରୁ କଟା ହୋଇ ଆସିଛି ସେ ଗୋଲକର ବ୍ୟାସାର୍ଦ୍ଧ ହେଉଛି ଏ ଦର୍ପଣର ବକ୍ରତା ବ୍ୟାସାର୍ଦ୍ଧ। ମାନେ ଯଦି ମୁଁ ଏ ଦର୍ପଣଟିକୁ ନେଇ କିଛି ଏହିପରି ଭାବରେ ରଖେ ତାହେଲେ ଦର୍ପଣଟି କ'ଣ ଏକ ବଡ଼ ଗୋଲକରୁ କଟା ହୋଇକି ଆସିଛି। ବର୍ତ୍ତମାନ ସେଇ ବଡ଼ ଗୋଲକର ବ୍ୟାସାର୍ଦ୍ଧଟି ଏ ଦର୍ପଣରେ ହେଉଛି ବକ୍ରତା ବ୍ୟାସାର୍ଦ୍ଧ। ତେଣୁକରି ମୁଁ ଯେଉଁ ପିଲାଦିନେ ମୋତେ ଯେତେବେଳେ ମାପିକି କହୁଥିଲେ ଶିକ୍ଷକମାନେ ଯେ ଏଇ ଦର୍ପଣର ବକ୍ରତା ବ୍ୟାସାର୍ଦ୍ଧ ହେଉଛି 20ରୁ 25 ସେଣ୍ଟିମିଟର, ମୁଁ ଭାବୁଥିଲି ଏଇଟା କେମିତି 20ରୁ 25 ସେଣ୍ଟିମିଟର ହେଇପାରିବ। ତେବେ ତୁମେମାନେ ଜାଣିପାରିଲ ତ ମୁଁ କ'ଣ ଭୁଲ କରୁଥିଲି? ଏହା ବକ୍ରତା ବ୍ୟାସାର୍ଦ୍ଧ ନୁହେଁ। ବକ୍ରତା ବ୍ୟାସାର୍ଦ୍ଧ ହେଉଛି ଏଇ ଯେଉଁ ଦର୍ପଣଟି ଯେଉଁ ଗୋଲକରୁ କଟା ହୋଇ ଆସିଛି ତାହାର ଗୋଲକର ବ୍ୟାସାର୍ଦ୍ଧଟି ହେଉଛି ଏ ଦର୍ପଣର ବକ୍ରତା ବ୍ୟାସାର୍ଦ୍ଧ। ତେବେ এই ଯେଉଁ କେନ୍ଦ୍ରବିନ୍ଦୁଟି ରହିଛି ଗୋଲକର ଯେଉଁ କେନ୍ଦ୍ରବିନ୍ଦୁଟି ରହିଛି କେଉଁ ଗୋଲକଟି? ଯେଉଁ ଗୋଲକରୁ ଆମର ଦର୍ପଣଟି କଟା ହୋଇ ଆସିଛି ସେଇ ଗୋଲକର କେନ୍ଦ୍ରବିନ୍ଦୁଟିକୁ ଆମେ କହିଥାଉ ବକ୍ରତା କେନ୍ଦ୍ର ବା ତାକୁ ଇଂରାଜୀରେ ଆମେ କହିଥାଉ ସେଣ୍ଟର ଅଫ୍ କର୍ଭେଚର। ତେଣୁକରି ଯେହେତୁ ସେଣ୍ଟର ଅଫ୍ କର୍ଭେଚର କୁହାଯାଉଛି ତେଣୁକରି ଏହାକୁ ସିରେ ଡିନୋଟ୍ କରାଯାଇଥାଏ ବା ସିରେ ଦର୍ଶାଇ ଦିଆଯାଇଥାଏ। ତେବେ କେହି ତୁମ ମଧ୍ୟରେ ଭାବୁଥିବ ଯେ ଏଇ ଦର୍ପଣର ମଝି ପଏଣ୍ଟଟି ହେଉଛି ସେଣ୍ଟର ଅଫ୍ କର୍ଭେଚର ବକ୍ରତା କେନ୍ଦ୍ର। ନା, ମଝି ପଏଣ୍ଟଟି ହେଉଛି ପୋଲ୍। ଦେଖନ୍ତୁ ଏଇ ପଏଣ୍ଟଟି ବକ୍ରତା କେନ୍ଦ୍ର କେଉଁଠି? ବକ୍ରତା କେନ୍ଦ୍ର ହେଉଛି ଏଇ ଯେଉଁ ଆମେ ଗୋଲକରୁ ଏଇ ଯେଉଁ ଦର୍ପଣଟିକୁ କାଟିକି ଆଣିଛନ୍ତି ସେ ଗୋଲକର କେନ୍ଦ୍ରଟି ହେଉଛି ଆର କ'ଣ ବକ୍ରତା କେନ୍ଦ୍ର। এই যে দর্পণটি দেখাচ্ছেন তার মঝি পয়েন্টটি কোন? তার মঝি পয়েন্টটি হচ্ছে তার পোল বা মেরু। তেবে এই যে দর্পণটি রয়েছে
तार जो व्यास रहिबो दर्पणटी कथा कहूची एटी मो से गोलक कथा कहू नै मु से दर्पण कथा कहूची ए जो दर्पणटी रहिची तार जो व्यास रहिबो से व्यासटी को आमे कहिथाउ द्वारक बा इंग्रजी रे आमे कहिथाउ अपर्चर। तबे एथिरो आमे कोन जानिया पाउ देखंतु दर्पणटीर द्वारक जते बड़ हबो ता माने से दर्पणटी सेते बड़ हबो एवं दर्पणटी जते बड़ हबो सेतिरे सेते अधिक लाइट बा आलोक संगृहित होई परिबो एवं यार प्रतिबिंब टी शार्प आसीबो तीक्ष्ण आसीबो। तबे ए पोल एवं सेंटर ऑफ कर्वेचर माने मेरु एवं वक्रता केंद्र जई एक लाइन आमे पास कराई थाउ काहेकि हमको सुविधा हुए आमे जेतले इमेज फॉर्मेशन बा प्रतिबिंब गठन करू सेतले हमको सुविधा होई थाए। तबे एई जे लाइन टी बा रेखाटी सरल रेखाटी जहा कि वक्रता केंद्र एवं पोल मध्य दे जाइथा देखो मोर टिके तळे पळि जाय किंतु एक्चुअली मु ठीक से ड्रा करिवि ताले एटा केउंटी जीवो या एई पोल एवं वक्रता केंद्र मझी दे जीवो एवं ए फोकस टी मध्य तारी ऊपर रहिबो। तबे एई रेखाटी को आमे प्रमुख अक्ष बोली कहिथाउ कार प्रमुख अक्ष दर्पणर प्रमुख अक्ष बोली कहिथाउ। तबे एई प्रमुख अक्षर मु कोन सुविधा होइथाय देखंतु जेउ आलोक रश्मि गुडी को ए प्रमुख अक्ष को पैरेलल बा समांतर आसीथांती से माने प्रतिफलन पर एक गोटाए बिंदुरे केंद्रीभूत होइथान जहा को फोकस बोली कहिथाउ। जदि आलोक रश्मि गुडी को प्रमुख अक्ष को समांतर न थांती ताले से माने फोकस रे केंद्रीभूत हेबे नाही। चलन देखिबा देखंतु एटार बहुत उडे आलोक रश्मि नेची देखंतु से माने परस्पर को समांतर अछंती किंतु प्रमुख अक्ष को समांतर नांती देखंतु त माने एही जागा रे केंद्रीभूत होउचंती देखंतु फोकस रो तळे केंद्रीभूत होउचंती। तबे एहा इंपोर्टेंट नुहे जे फोकस रो तळे होउचंती मु एया देखियाउ चाहूची जे जदि आलोक रश्मि गुडी को प्रमुख अक्ष को समांतर होई आसी नांती ताले से गुडी को फोकस रे केंद्रीभूत हेबे नाही। एही वीडियो रे आमे वर्तुलाकार दर्पण संपर्क रे व्यवहृत केतक वैषयिक शब्द विषय जानिले जेपर कि वक्रता केंद्र फोकस दूरता वक्रता व्यासार्ध प्रमुख अक्ष द्वारक मेरु एवं एक कथा मध्य जानिले जदि आलोक रश्मि गुडी को प्रमुख अक्ष को समांतर होई आसुनांती ताले से माने फोकस रे केंद्रीभूत हेबे नाही।